ସଦାପ୍ରଭୁଙ୍କର ବହୁମୂଲ୍ୟ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେ ଦେଖିବା ଖ୍ରୀଷ୍ଟଙ୍କ ଠାରେ ସ୍ୱାଧୀନତା ବିଷୟରେ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି, ମାରନାଥା ଏବଂ ନମସ୍କାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୀଶୁ ଖ୍ରୀଷ୍ଟଙ୍କ ଠାରେ ସ୍ୱାଧୀନତା ବିଷୟରେ ଦେଖିବା ନିମନ୍ତେ ଯାଉଅଛୁ। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ପବିତ୍ର ବାଇବେଲକୁ ଅଧ୍ୟୟନ କରିଥିବେ, ସେମାନେ ଜାଣିଥିବେ ସ୍ୱାଧୀନତା ବିଷୟରେ। ଏବଂ ଯେଉଁମାନେ ଅଧ୍ୟୟନ କରିନାହାନ୍ତି, ସେମାନେ ଜାଣି ମଧ୍ୟ ପାରିବେ ନାହିଁ। ଏବଂ ସେମାନଙ୍କ ମନରୁ ଗୋଟିଏ ପ୍ରଶ୍ନ ଆସିବ, ଆରେ ବାଇବେଲରେ ସ୍ୱାଧୀନତା ବିଷୟରେ ମଧ୍ୟ ଲେଖାଯାଏ କି? ଏହି ପ୍ରକାର ପ୍ରଶ୍ନ ମଧ୍ୟ ଆସିପାରେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବେଲରେ ଦେଖିବା ନିମନ୍ତେ ଯିବା ଖ୍ରୀଷ୍ଟଙ୍କ ସ୍ୱାଧୀନତା ବିଷୟରେ ବା ଯୀଶୁ ଖ୍ରୀଷ୍ଟଙ୍କ ଠାରେ ସ୍ୱାଧୀନତା ବିଷୟରେ ଦେଖିବା ନିମନ୍ତେ ଯିବା। ଗାଲାତୀୟ ମଣ୍ଡଳୀକୁ ଲେଖି ଜଣାଉଥିବା ବ୍ୟକ୍ତି ପ୍ରଭୁଙ୍କର ପ୍ରିୟ ଦାସ ପାଉଲ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ କ'ଣ କହୁଛନ୍ତି? ଆସନ୍ତୁ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ଲେଖାଯାଏ ଗାଲାତୀୟ ପୁସ୍ତକ ତାର 5 ପର୍ବ ତାର 1 ପଦ। এই ଜାଗାରେ ଲେଖାଯାଏ, ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି। କ'ଣ କରିଅଛନ୍ତି? ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ବହୁ ବଚନ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି। ଏବଂ ଲେଖାଯାଏ, ଅତଏବ ସ୍ଥିର ହୋଇ ରୁହ। କାହିଁକି ସ୍ଥିର ହୋଇ ରୁହ? କାରଣ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ସ୍ୱାଧୀନତା ନିମନ୍ତେ ମୁକ୍ତ କରିଅଛନ୍ତି। ସେଥିପାଇଁ ଲେଖାଯାଏ, ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜ୍ୱାଳିରେ ଆଉ ଥରେ ଚଚା ନ ଯାଅ। ଅର୍ଥାତ୍ ବ୍ୟବସ୍ଥାରେ, এই ଦାସତ୍ୱ ହେଉଛି ବ୍ୟବସ୍ଥା। এই ବ୍ୟବସ୍ଥାରେ ଆଉ ଥରେ ତୁମେମାନେ ଚଚା ନ ଯାଅ। ସେମିତି ଇସ୍ରାଏଲ ଲୋକମାନେ କାର୍ଯ୍ୟ କରୁଥିଲେ ଗୋଲାମ ଭାବରେ। ସେତେବେଳେ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ବାହାର କରି ଆଣିଲେ, ଅର୍ଥାତ୍ ସେଇ ବ୍ୟବସ୍ଥାରୁ ସେମାନେ ମୁକ୍ତ ହେଲେ। ଠିକ୍ ସେମିତି ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସ ପାଉଲ ଗାଲାତୀୟ ମଣ୍ଡଳୀକୁ ଲେଖି ଜଣାଉଛନ୍ତି ଯେ ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି। ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜ୍ୱାଳିରେ ଆଉ ଥରେ ଚଚା ନ ଯାଅ। ଆମ୍ଭେମାନେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ। ଆଉ ଥରେ ସେଇ ବ୍ୟବସ୍ଥାରେ ଆମ୍ଭେମାନେ ଚଚା ନ ଯିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେତେ ଜଣ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଅଛ ଏବଂ ଆଗକୁ ଯେଉଁମାନେ ଦେଖିବେ, ଆପଣମାନଙ୍କୁ କହୁଅଛି, ଦାସତ୍ୱ ଅର୍ଥାତ୍ ବ୍ୟବସ୍ଥାରେ ଆଉ ଥରେ ଚଚା ନ ଯାଅ। ଏ ବିଷୟ ପ୍ରଭୁଙ୍କର ପ୍ରିୟ ଦାସ କହୁଅଛନ୍ତି। କିନ୍ତୁ ଯଦି ଆପଣମାନେ ଦେଖିବେ ତାର 5 ପର୍ବ ତାର 14 ଏବଂ 13 ବା 13 ଏବଂ 14ରେ ଲେଖାଯାଏ, କାରଣ ହେ ଭାଇମାନେ, ଲେଖାଯାଏ, ତୁମ୍ଭେମାନେ ସ୍ୱାଧୀନତା ନିମନ୍ତେ ଆହୁତ ହୋଇଅଛ। କେବଳ ତୁମର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର। ଆପଣମାନେ କ'ଣ ବୁଝୁଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ? ଆପଣମାନେ ଏହି ସମୟରେ ଆପଣମାନେ ନିଜେ ନିଜେ ମଧ୍ୟ ବାଇବେଲକୁ ଦେଖୁଛନ୍ତି ତ? এই ଜାଗାରେ ଲେଖାଯାଏ, କାରଣ ହେ ଭାଇମାନେ, ତୁମ୍ଭେମାନେ
ସ୍ୱାଧୀନତା ନିମନ୍ତେ ଆହୁତ ହୋଇଅଛ। କେବଳ ତୁମର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପର ଦାସ ହୁଅ। ଏବଂ 14 ପଦରେ ଲେଖାଯାଏ, କାରଣ ସମସ୍ତ ବ୍ୟବସ୍ଥା, ଆପଣମାନେ ବ୍ୟବସ୍ଥା କେତୋଟି ଅଛି ଆପଣମାନେ ଜାଣନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ? କାରଣ ଲେଖାଯାଏ, କାରଣ ସମସ୍ତ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ। ସମସ୍ତ ବ୍ୟବସ୍ଥା ମଶାଙ୍କର ଦ୍ୱାରା ଲେଖାଯାଇଥିବା ସେଇ ବ୍ୟବସ୍ଥା ଆମ୍ଭେମାନେ ଆଦି ପୁସ୍ତକରୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଜାଣିଥିବେ ମଶାଙ୍କୁ ପ୍ରଭୁ ଯୀଶୁ ବ୍ୟବସ୍ଥା ଦେଲେ ଏବଂ ମଶାଙ୍କର ଦ୍ୱାରା ବ୍ୟବସ୍ଥା ଆସିଅଛି। ସେଇ ସମସ୍ତ ବ୍ୟବସ୍ଥା ଗୋଟିଏ ବାକ୍ୟରେ ସିଦ୍ଧ ହୁଏ। ସେଇ ବାକ୍ୟ କ'ଣ ଅଟେ? ଏଇ ଜାଗାରେ ଲେଖାଯାଏ, ତୁମେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବହୁତ ଆଶ୍ଚର୍ଯ୍ୟର ବିଷୟ, ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ୱରଙ୍କ ପାଖରେ ଧାର୍ମିକ ନୁହନ୍ତି, କିନ୍ତୁ ବ୍ୟବସ୍ଥାର କର୍ମକାରୀମାନେ ଧାର୍ମିକ ଅଟନ୍ତି। କିନ୍ତୁ ସମସ୍ତ ବ୍ୟବସ୍ଥା ପାଳନ କରିବା ଦରକାର। କିନ୍ତୁ ଏଇ ଜାଗାରେ ଲେଖାଯାଏ, କାରଣ ସମସ୍ତ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ। ସେଇ ବାକ୍ୟ ହେଲା, ତୁମେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କ ଠାରେ ସ୍ୱାଧୀନତା ହୋଇଅଛୁ। ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ସ୍ୱାଧୀନତା କରିଅଛନ୍ତି, ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି, ସ୍ୱତନ୍ତ୍ର କରିଅଛନ୍ତି ବ୍ୟବସ୍ଥାରୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ଦେଖିବେ ଗାଲାତୀୟ ତାର 5 ପର୍ବ ତାର 4 ପଦରେ ଲେଖାଯାଏ, ତୁମ୍ଭେମାନେ ସେତେ ଲୋକ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ। ଆପଣମାନେ ବୁଝିବା ଦରକାର ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇ ଜାଗାରେ ଲେଖାଯାଏ, ତୁମ୍ଭେମାନେ ସେତେ ଲୋକ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଠାରୁ ବିଚ୍ଛିନ୍ନ ହୋଇଅଛ। ଅର୍ଥାତ୍ ଖ୍ରୀଷ୍ଟଙ୍କ ଠାରୁ ଅଲଗା ହୋଇଅଛ। ଏବଂ ଲେଖାଯାଏ, ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ। ଆମ୍ଭେମାନେ ଅନୁଗ୍ରହର ପାଇବାରେ ଆଶା ନାହିଁ, ଅର୍ଥାତ୍ ଅନୁଗ୍ରହରୁ ଆମ୍ଭେମାନେ ଖସି ପଡ଼ିଯାଇଛୁ। ପ୍ରଭୁଙ୍କର ଅନୁଗ୍ରହରୁ ଆମ୍ଭେମାନେ ତଳକୁ ଖସି ଯାଇଛୁ। କେମିତି ଖସିଛୁ? ବ୍ୟବସ୍ଥା ଯଦି ଆମ୍ଭେମାନେ ଧାର୍ମିକ ଗଣିତ ହେବାକୁ ଚାହୁଁଅଛୁ, ତାହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ ବହୁତ ସୁନ୍ଦର ଭାବରେ ସରଳ ଭାବରେ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି ଯେ ଆପଣମାନେ ବୁଝିବା ଦରକାର। ବର୍ତ୍ତମାନ ସମୟରେ ଅନେକ ମଣ୍ଡଳୀରେ ଯଦି ଆପଣମାନେ ଦେଖିବେ ଏହି ବ୍ୟବସ୍ଥାକୁ ଲାଗୁ କରୁଛନ୍ତି, କିନ୍ତୁ ଯୀଶୁ ଖ୍ରୀଷ୍ଟ ଯାହା କହିଛନ୍ତି ତାହା ଆମ୍ଭେମାନେ ମାନିବା ଦରକାର, ପାଳନ କରିବା ଦରକାର ଏବଂ ଲୋକମାନଙ୍କୁ ପ୍ରକାଶ କରିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇ ଜାଗାରେ ଲେଖାଯାଏ, ତୁମେମାନେ ଯେତେ ଲୋକ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମେମାନେ ଖ୍ରୀଷ୍ଟଙ୍କ ଠାରୁ ବିଚ୍ଛିନ୍ନ ଅର୍ଥାତ୍ ଅଲଗା ହୋଇଅଛ। ତୁମେମାନେ ଅନୁଗ୍ରହରୁ ପତିତ ହୋଇଅଛ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କ ଠାରେ ସ୍ୱାଧୀନତା ହୋଇଅଛୁ ଏବଂ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ସ୍ୱାଧୀନତା କରିଛନ୍ତି, ସ୍ୱାଧୀନ କରିଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରେରିତ ପାଉଲଙ୍କର ଲେଖିବାର କାରଣ ହେଲା, এই ଗାଲାତୀୟ ମଣ୍ଡଳୀକୁ ଏହା ଆଦ୍ୟ ମଣ୍ଡଳୀ ସର୍ବସମ୍ମତି ମତ ଥିଲା। ଏସିଆ ମହାଦେଶକୁ ପାଉଲଙ୍କର ପ୍ରଥମ ମିଶନାରୀ ଯାତ୍ରାରେ ସେ ଦକ୍ଷିଣ ଗାଲାତୀୟ ମଣ୍ଡଳୀକୁ ପ୍ରାରମ୍ଭ କରିବାରେ ସାମିଲ ହୋଇ ସେହି ମଣ୍ଡଳୀକୁ ଏହି ପତ୍ର ଲେଖିଥିଲେ। ପ୍ରଭୁଙ୍କର ପ୍ରିୟ ଦାସ ପାଉଲ ଏବଂ ଉଦ୍ଦେଶ୍ୟ ଥିଲା, ଏହି ପତ୍ର ଲେଖିବାର ଉଦ୍ଦେଶ୍ୟ ଜିହୁଦୀମାନଙ୍କର ଭୁଲ ସୁସମାଚାରକୁ ଖଣ୍ଡନ କରିବା ଥିଲା
ଯେଉଁ ସୁଷମାଚାରରେ ଯିହୁଦୀମାନେ ଅନୁଭବ କଲେ ଯେ ପରିତ୍ରାଣ ପାଇବା ନିମନ୍ତେ ସୁନ୍ନତ ବିଧି ଅତି ଆବଶ୍ୟକ ଅଟେ ଏବଂ ଗାଲାତୀୟ ବିଶ୍ୱାସୀମାନଙ୍କୁ ସେମାନଙ୍କର ପରିତ୍ରାଣ ପ୍ରକୃତ ଆଧାର ବିଷୟରେ ସ୍ମରଣ କରିବାର ଥିଲା ବା କରାଇବା ଥିଲା। ଗାଲାତୀୟ ଅଞ୍ଚଳ ଥିବା ମଣ୍ଡଳୀ ସମୂହକୁ ପତ୍ର ପ୍ରଭୁଙ୍କର ପ୍ରିୟ ଦାସ ଲେଖିଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଯୀଶୁଖ୍ରୀଷ୍ଟଙ୍କ ଠାରେ ଏବଂ ତାହାଙ୍କର ଦ୍ୱାରା ଆମ୍ଭେମାନେ ସ୍ୱାଧୀନ ହୋଇଅଛୁ। ଆମ୍ଭେମାନେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ। এই ଜାଗାରେ ଅନେକ ଲୋକ ଅନେକ ପ୍ରକାର ଭିନ୍ନ କଥା କହନ୍ତି, କିନ୍ତୁ এই ଜାଗାରେ ଆପଣମାନେ ସ୍ପଷ୍ଟ ଭାବରେ ବୁଝିବା ଦରକାର ଯେ ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି। ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜ୍ୱାଳିରେ ଆଉ ଥରେ ଯୋଚା ନଯା। ଅର୍ଥାତ୍ এই ଦାସତ୍ୱ ବ୍ୟବସ୍ଥାକୁ ବୁଝାଉଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିଥିବେ, ଏହା ମୋର ଆଶା। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ଏବଂ ମୋତେ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଆପଣ ସମସ୍ତ ଲୋକଙ୍କୁ ପ୍ରଭୁଙ୍କର ପ୍ରିୟ ଲୋକମାନେ କହିବା ପାଇଁ ଚାହେଁ, এই ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବର କରନ୍ତୁ ଏବଂ এই ଭିଡ଼ିଓକୁ ଅନେକ ଲୋକମାନଙ୍କ ପାଖରେ ସେୟାର ମଧ୍ୟ କରନ୍ତୁ।